ମୁଁ ହେଉଛି ଆମର କୁଜଙ୍ଗ ଉପକାରାଗାରର ଅଧୀକ୍ଷକ ଇନ୍ଦ୍ରଜିତ ବିଶ୍ୱାଳ। ଆଜି ଜେଲ୍ ପରିସର ଭିତରେ ରାମନବମୀ ପାଳିତ ହେଉଛି, କ'ଣ କହିବି? ଆଜି ହେଉଛି ପବିତ୍ର ରାମନବମୀ। ଏହି ରାମନବମୀ ଉପଲକ୍ଷେ ଆମର ସାରା ଓଡ଼ିଶାରେ ଜେଲ୍ ମାନଙ୍କରେ ହନୁମାନଙ୍କର ଜୟନ୍ତୀ ଏବଂ ହନୁମାନ ହେଉଛନ୍ତି ସ୍ୱୟଂ କଳିଯୁଗର ଅବତାର। ଆଉ ସବୁ କାରାଗାରରେ ଆମର ଏଇ ଜୟନ୍ତୀକୁ ପାଳନ କରାଯାଉଛି। ଆଉ ଆଜି ମଧ୍ୟ ଏହି ଆମର ଉପକାରାଗାର କୁଜଙ୍ଗରେ ମହା ସମାରୋହରେ ପାଳିତ ହେଉଛି ଏବଂ ଏଥିପାଇଁ ମୁଁ ଆମର କାରାଗାର ତରଫରୁ ସମସ୍ତ ଅନ୍ତେବାସୀ ଏବଂ ସମସ୍ତ ଭକ୍ତବୃନ୍ଦଙ୍କୁ ମୁଁ କାରାଗାର ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରୁଛି। ଏବଂ ଆଜି ଦିନଟି ଆମ କାରାଗାରରେ ମହା ଆଡ଼ମ୍ବରରେ ଭଜନ କୀର୍ତ୍ତନର ସହିତ ଏବଂ ଖାଦ୍ୟପେୟର ବି ମଧ୍ୟ ବ୍ୟବସ୍ଥା ହେଇଛି। ତେଣୁ ଆମେ ଏହି ପର୍ବ ପାଳିତ କରିକି ବହୁତ ଖୁସିରେ ଅଛୁ, ଆନନ୍ଦ ଉପଲବ୍ଧ କରୁଛୁ। ଆଗାମୀ ଦିନ ପାଇଁ କ'ଣ ସବୁ ରହିବ ସବୁ କାର୍ଯ୍ୟକ୍ରମ? ଆଗାମୀ ଦିନ ମାନଙ୍କରେ ବିଭିନ୍ନ ଉତ୍ସବ ପର୍ବପର୍ବାଣି ପାଳିତ ହୁଏ ଏବଂ ଏହି ପାଳିତ ହେବା ଦ୍ୱାରା ଆମର ଅନ୍ତେବାସୀ ମାନେ ଖୁସିରେ ରହୁଛନ୍ତି ଏବଂ ତାଙ୍କର ମନ ପରିବର୍ତ୍ତନ ହେଉଛି ଏବଂ ମନ ପରିବର୍ତ୍ତନ ହେବା ଦ୍ୱାରା ସେମାନେ ଶୃଙ୍ଖଳିତ ଜୀବନଯାପନ କରୁଛନ୍ତି ଏବଂ ଖୁସିରେ ରହୁଛନ୍ତି। ଅନ୍ତେବାସୀ କ'ଣ ଆଜି ଉପଦେଶ ପଛରେ ଅନ୍ତେବାସୀ ମାନଙ୍କୁ ମୁଁ ଏହି ଉପଦେଶ ଦେଉଛି ଯେ ସେମାନେ ଏଠାରେ ଶାନ୍ତି ଶୃଙ୍ଖଳାରେ ରହି ଖୁବ୍ ଶୀଘ୍ର ସେମାନେ ଏଠାରୁ ବେଲେ ଯାଇ ତାଙ୍କର ପରିବାରଙ୍କ ସହିତ ଜୀବନଯାପନ କରନ୍ତୁ ଏବଂ ତାଙ୍କର ସୁଖମୟ ଜୀବନକୁ ବିତାନ୍ତୁ।